ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା। ସର୍ବପ୍ରଥମେ ଉପକ୍ରମ। ଭାରତର ପ୍ରସିଦ୍ଧ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଏ। ଏହା ପ୍ରତିବର୍ଷ ଅଗଷ୍ଟ ମାସ 29 ତାରିଖରେ ପାଳିତ ହୁଏ। ଏହି ଦିବସରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପୁରସ୍କାର ଏବଂ ସମ୍ମାନ ମଧ୍ୟ ଦିଆଯାଏ। ବର୍ଣ୍ଣନା। କ୍ରୀଡ଼ା କସରତ ଚିତ୍ତ ବିନୋଦନର ମାଧ୍ୟମ। ପ୍ରାଚୀନ କାଳରୁ ପୃଥିବୀରେ କ୍ରୀଡ଼ା ପ୍ରଚଳିତ ଥିବାର ନଜର ରହିଛି। ଆମ ଦେଶରେ ଅନେକ ପ୍ରକାର କ୍ରୀଡ଼ା ପ୍ରଚଳିତ। ସେଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ଦେଶୀୟ ଏବଂ ବିଦେଶୀୟ। କବାଡି, ଖୋଖୋ, ବୋହୁଚୋରି ଖେଳଗୁଡ଼ିକ ଦେଶୀୟ କ୍ରୀଡ଼ା ଏବଂ ଭଲି, ଫୁଟବଲ, କ୍ରିକେଟ, ବାସ୍କେଟବଲ ବିଦେଶୀ ଖେଳ ଅନ୍ତର୍ଗତ। କ୍ରୀଡ଼ା ପାଇଁ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏପରିକି ବିଭିନ୍ନ କାର୍ଯ୍ୟାଳୟ ମଧ୍ୟରେ ସୁବ୍ୟବସ୍ଥା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ଉନ୍ନତି ପାଇଁ ପ୍ରଚୁର ଆର୍ଥିକ ସାହାଯ୍ୟ ଦେଉଛନ୍ତି। ଓଡ଼ିଶାର ଅନେକ ଉଦୀୟମାନ ଖେଳାଳି ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଆମ ପାଇଁ ଗୌରବ ଆଣି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ହକି ପାଇଁ ଦିଲ୍ଲୀପ ତିର୍କି, କ୍ରିକେଟରେ ଦେବାଶିଷ ମହାନ୍ତି, ଚେସ୍ରେ ପଦ୍ମିନୀ ରାଉତ ଆମ ରାଜ୍ୟରେ ସୁନାମ ବର୍ଦ୍ଧନ କରିଛନ୍ତି। କ୍ରୀଡ଼ା ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପରସ୍ପର ମଧ୍ୟରେ ଭାତୃଭାବ, ଶୃଙ୍ଖଳା, ସଦ୍ଭାବ, ବୁଝାମଣା ରକ୍ଷା କରିବା, ପରସ୍ପରକୁ ଭଲ ପାଇବା ଓ କ୍ରୀଡ଼ାବିତମାନେ ଉଚ୍ଚ ମନୋଭାବ ନେଇ କ୍ରୀଡ଼ା କସରତରେ ସମ୍ମିଳିତ ହୋଇ ଉତ୍ତମ ବୁଝାମଣା ସୃଷ୍ଟି କରି ଶାରୀରିକ ଓ ମାନସିକ ଉନ୍ନତି ଆଣିବା। ଉପସଂହାର ବା ଶେଷ କଥା। କ୍ରୀଡ଼ା ଦ୍ୱାରା ସଦ୍ଭାବନା, ଭାଇଚାରା, ନୈତିକତା, ଶୃଙ୍ଖଳା ଜ୍ଞାନ ବୃଦ୍ଧି ହୋଇଥାଏ। ଆମ ଜୀବନରେ କ୍ରୀଡ଼ା ଏବଂ ଖେଳର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଏ। ଏହା ଦ୍ୱାରା ଆମେ ପବିତ୍ର ଜୀବନଯାପନ କରିପାରିବା।